ଭେଲୋରାରେ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା। ଭାଗ ନେଲେ 274 ଛାତ୍ରଛାତ୍ରୀ। ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଆଜି ଭେଲୋରା ସ୍ଥିତ ରାଧାକୃଷ୍ଣ ସରକାରୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଆରମ୍ଭ ହୋଇଥିଲା। ପାଖାପାଖି 6ଟି ପଞ୍ଚାୟତ 40ରୁ ଉର୍ଦ୍ଧ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ମୋଟ 274 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ରାଧାକୃଷ୍ଣ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଦତ୍ତ ଅଧ୍ୟକ୍ଷତା କରିଥିବା ବେଳେ ସଂଯୋଜକ ତଥା କୋଳିଦା ସମ୍ବାଦ ପ୍ରତିନିଧି ଜନ୍ମଜୟ ପରିଡ଼ା ସ୍ୱାଗତ ଅଭିଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଅଷ୍ଟାର ପ୍ରକ୍ତାନ ସମ୍ପାଦକ ଇନ୍ଦୁ ମାଧବ ମହାନ୍ତି, ବରେଣ୍ୟ ଅତିଥି ଭାବେ ପରିବେଶବିତ୍ ସୁମନ୍ତ କୁମାର ଜେନା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦୁର୍ଗାରାଣୀ ଜେନା, ସମିତି ସଭ୍ୟ ଅନାଦି ଦାସ, ଜଳେଶ୍ୱର ମହିଳା ମହାବିଦ୍ୟାଳୟ ଅଧ୍ୟାପକ ସଂଗ୍ରାମ କୁମାର ବିଶ୍ୱାଳ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଷା ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚୈତନ୍ୟ ପ୍ରସାଦ ଗିରି, ରବୀନ୍ଦ୍ରନାଥ ମହାନ୍ତି, କୁମୁଦ ରଞ୍ଜନ ଗିରି, କରୁଣାକର ଗିରି, ଶିକ୍ଷକ ଭଗୀରଥ ପ୍ରଧାନ, ଜଗନ୍ନାଥ ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଭେଲୋରା ସିଆର୍ସିସି ଗଣେଶ ଚନ୍ଦ୍ର ଜେନା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଅଭିମନ୍ୟୁ ପ୍ରଧାନ, ଧର୍ମେନ୍ଦ୍ର ଦାସ ମହାପାତ୍ର, ହରେକୃଷ୍ଣ ଗଚ୍ଛାଇତ, କାହ୍ନୁଚରଣ ସେନାପତି, ପୀତାମ୍ବର ନାୟକ, ନାରାୟଣ କିସ୍କୁ, ସତ୍ୟଜିତ ଦେ, ଶୁଭ୍ରାଂଶୁ ଶେଖର ଦାସ, ସର୍ବେଶ୍ୱର ସିଂ, ଉମାକାନ୍ତ ମାଝୀ, ଶିକ୍ଷୟିତ୍ରୀ ସ୍ୱପ୍ନା ଭଞ୍ଜ, କାପ୍ରା ବେସରା, ସୁପ୍ରଭା ପଟ୍ଟନାୟକ, ଯମୁନା ମୁର୍ମୁ, ସରୋଜିନୀ ମହାନ୍ତି ଓ ଶୁଭସ୍ମିତା ନାୟକ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସପନ କୁମାର ବେହେରା, କାହ୍ନୁଚରଣ ଚୌଧୁରୀ, ଶରତ କୁମାର ପ୍ରଧାନ, ରତ୍ନାକର ବେହେରା ଓ ଶର୍ମିଷ୍ଠା ଦାସ ସହଯୋଗ କରିଥିଲେ।